ତ ଶାନ୍ତି, ପୁରା ଆତ୍ମା ଶାନ୍ତି। ଭାଇମାନେ, ଆପଣମାନେ ଗାଁ ଗହଳିରେ ଚଳିଛନ୍ତି କି ନାହିଁ ଆପଣମାନେ କମେଣ୍ଟ କରି କହିବେ। କାହିଁକିନା ଏପଟେ ଦେଖନ୍ତୁ, ମାନେ ଏଇଟା ହେଉଛି ଆମ ବିଲ। ଏ ବିଲରେ କାକୁଡ଼ି ଚାଷ ହେଇଛି, ଆଉ କଖାରୁ ଚାଷ ହେଇଛି। ଏପଟେ ବି ବହୁତ ଚାଷ ହେଇଛି। ଆଉ ଏଇଟା ହେଉଛି ଆମ ଭାଡ଼ି। ଭାଡ଼ି ମାନେ ଜାଣିପାରୁଥିବେ, ମାନେ ଛୋଟ ଗୋଟେ ଘର ଭଳିଆ, କୁଡ଼ିଆ ଘର। ଏଇ ଘରେ ମୁଁ ବସିଛି, ଏତେ ଶାନ୍ତି ଲାଗୁଛି କହିବା ନାହିଁ। ମାନେ ଏପଟୁ ପବନ ଆସୁଛି, ହାୱା ଆସୁଛି, ମାନେ ଏଇପଟୁ ଆସୁଛି ହାୱା ଏମିତି। ମୁଁ ଏପଟେ ବସିଛି, ଏ ଦେଖନ୍ତୁ ସବଜି ଲାଗିଛି। ତ ସର୍ବପ୍ରଥମେ ସମସ୍ତଙ୍କୁ ଗୁଡ଼ ମର୍ଣ୍ଣିଂ ଆଉ ଶୁଭ ସକାଳ। ଦେଖିପାରୁଥିବେ ସାଙ୍ଗମାନେ, ମୁଁ ବର୍ତ୍ତମାନ ଏଇଠି ବସିଛି ଭାଡ଼ିରେ। ମାନେ ଏ ଭାଡ଼ିରେ ଏତେ ଶାନ୍ତି ଲାଗୁଛି କହିବାର ନାହିଁ। ଆଉ ମୁଁ ଆସିଥିଲି ଆକ୍ଚୁଆଲି ଗାଧେଇକି, ସକାଳୁ ସକାଳୁ ଗାଧେଇ ଆସିଥିଲି। ସକାଳ ଏବେ 10ଟା ହେଇଗଲାଣି ଅଲରେଡ଼ି। ତ ଏଇଠି ଆପଣମାନେ ଦେଖୁଥିବେ, ଆପଣମାନଙ୍କୁ ମୁଁ ବ୍ୟାକ୍ କ୍ୟାମେରା ଅନ୍ କରୁଛି, ଗୋଟେ ମିନିଟ୍। ଏ ଦେଖନ୍ତୁ, ଏଠି ଲାଗିଛି କାକୁଡ଼ି ଚାଷ ହେଇଛି, ଏପଟେ କଖାରୁ ଚାଷ ହେଇଛି, ଆଉ ଏପଟେ ମଧ୍ୟ ବହୁତ କିଛି ଚାଷ ହେଇଛି। ଏଠି ପାହାଡ଼ଟା, ଏଇଟା ଆମ ପୋଖରୀ, ଆଉ ଏପଟେ ଦେଖନ୍ତୁ ନଡ଼ିଆ ଗଛ ଲାଗିଛି। ଆପଣ ଗାଁ ଆଡ଼େ କହିବେ, ଆପଣଙ୍କ ଗାଁ ଆଡ଼େ ମାନେ ଧାନ ଚାଷ କେତେ ବାଟ ନାହିଁ? ଆମ ପଟେ ଧାନ ଚାଷ ହେଇକି ଅଲରେଡ଼ି ଏବେ ବର୍ତ୍ତମାନ ଫଳ ସବଜି ଲାଗିଛି, ମାନେ ପରିବା ପତ୍ର ସବୁ ଲାଗିଛି। ଆଉ ଏଇ ଛୋଟ ଗୋଟେ ମିନି ବ୍ଲଗ୍ କରିଦେଲି, କାହିଁକିନା ଆପଣମାନଙ୍କୁ ଟିକେ ଏଣ୍ଟରଟେନମେଣ୍ଟ କରିବି। ମୁଁ ମାନେ ଦେଖିବାକୁ ଚାହୁଁଛି ଲାଇଭ୍ ଷ୍ଟୋରି, ମାନେ ବର୍ତ୍ତମାନ ସିଚୁଏସନ୍ କେମିତି ଅଛି ଏ ଦେଖିପାରୁଥିବେ। ଦେଖନ୍ତୁ ଖରା କୋଉ ଭଳିଆ ହେଉଛି, ଏ ଖରାରେ ଥଣ୍ଡା ଥଣ୍ଡା ମଧ୍ୟ ଲାଗୁଛି। ଆଉ ବେଶୀ କରି, ମାନେ ଖାସ କରି କହିବାକୁ ଗଲେ, ଆମ ଏ ଏରିଆରେ ବର୍ତ୍ତମାନ କାଜୁ ଚାଷ ଜୋରଦାର ଲାଗିଛି। କାଜୁ ଚାଷ ବର୍ତ୍ତମାନ, କାଜୁରେ ବର୍ତ୍ତମାନ ବଉଳ ଆସିଗଲାଣି, ଆମ୍ବ ବଉଳ, ଆଉ ପଣସ ଗଛରେ ଫୁଲ ଆସିଲାଣି, ଫଳ ହେଲାଣି, ଆଉ କାଜୁ ଗଛରେ ମଧ୍ୟ କାଜୁ ହେଲାଣି, ମାନେ କାଜୁ ହେବାକୁ ଷ୍ଟାର୍ଟ ହେଲାଣି। ଆଉ ମୁଁ ଏଠିକି ଆସିଛି, ଏମିତି ବୁଲିବାକୁ ଆସିଥିଲି, ଏମିତି ଗୋଟେ ମିନି ବ୍ଲଗ୍ କରିଦେଲି। ତ ଆପଣମାନେ କହିବେ ଆପଣଙ୍କ ଏରିଆରେ ବର୍ତ୍ତମାନ କେଉଁ କେଉଁ ଚାଷ ବର୍ତ୍ତମାନ ଷ୍ଟାର୍ଟ ହେଲାଣି। ଆଉ ଏମିତି ତ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ଏମିତି ଲାଗିକି ରହିଥିବ। ଓଡ଼ିଶା ଯାକରେ କୌଣସି ଲୋକ ଚେଞ୍ଜ ହେବାର ନାହିଁ, କାହିଁକିନା ଯେବେ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି ସରକାର ଅଛି, ସେବେ ପର୍ଯ୍ୟନ୍ତ ଓଡ଼ିଶାରେ କେବେ ହେଲେ କିଛି ଚେଞ୍ଜ ହେବନି। କେବଳ ଏ ଧର୍ମ ନାଁରେ ଇଲେକ୍ସନ୍ ଚାଲିଥିବ, ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ। କାରଣଟା ହେଉଛି, ଏଇ ଧର୍ମକୁ ଛାଡ଼ିଦେଲେ, ମାନେ ହିନ୍ଦୁ ମୁସଲିମ କି କରିବାଟା ଛାଡ଼ିଦେଲେ, ବିଜେପି ଆଉ କୌଣସି ଏମିତି ବାହାନା ନାହିଁ ଯେଉଁଥିରେ କି ସେ ଭୋଟ ପାଇବ। ଏଇଟା ତ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ। ଆଉ ଏ ବିଷୟରେ ଯେତେ କହିବ ସେତେ ଅସରନ୍ତି କଥା ଏଗୁଡ଼ାକ, ମାନେ ବିଲକୁଲ ସରିବନି। ଆଉ ଆପଣମାନେ କ'ଣ କହୁଛନ୍ତି? ଏତିକି ବାସ୍ ଥିଲା, ମାନେ ମୋ ମନର କଥା। ଆଉ ଆଗକୁ ଆପଣ ଯଦି ଏଇଭଳିଆ ବ୍ଲଗ୍ ଦେଖିବାକୁ ଚାହୁଁଛନ୍ତି, ତାହେଲେ କମେଣ୍ଟ କରିବେ, ମୁଁ ଏଇଭଳିଆ ବ୍ଲଗ୍ ଆଣିବି। କେବଳ ଏ ଗାଉଁଲି ଏରିଆର କଥା ଆପଣଙ୍କ ସହ ସେୟାର କରିବି। କାହିଁକିନା ଟାଉନ ଏରିଆ କଥା ସମସ୍ତେ ଜାଣିଛନ୍ତି, ଟିଭିରେ ମଧ୍ୟ ଦେଖୁଛନ୍ତି, କିନ୍ତୁ ଗାଁର ଛୋଟ ଛୋଟ କଥା କେହି ଦେଖୁନାହାନ୍ତି। ଆପଣମାନେ ଯଦି କହିବେ, ମୁଁ ରିଭିଲ୍ କରିବି, ମାନେ ଗାଁ ଘଟଣା, ଗାଁର ଏରିଆର କଥା ସବୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।